ନାଇଁ କାଲି ଯାହା ବି ଘଟିଲା ଏଟା ବହୁତ ଦୁଃଖଦାୟକ ଘଟଣା। ଏଟା ଓଡ଼ିଶା ମାନେ କ୍ରିକେଟ ପ୍ରତି ଗୋଟେ କଳଙ୍କ କହିଲେ ଅତ୍ୟୁକ୍ତ ବୋଲି। ଓଡ଼ିଶା କ୍ରିକେଟର ଯେଉଁ ଗୋଟେ ଭାବମୂର୍ତ୍ତି ଥିଲା ବିସିସିଆଇ ପାଖରେ ସେଇଟା ନଷ୍ଟ ହୋଇଗଲା ବୋଲି ମୁଁ ଅନୁଭବ ନିଜେ କରୁଛି। କାହିଁକିନା ଆପଣ କାଲି ଦେଖିବେ ପ୍ରାୟ 45-46 ହଜାର ଲୋକ ତାକୁ ଏନ୍ଜୟ କରୁଥିଲେ ଖେଳକୁ। ଯଦି କୌଣସି ଗୋଟେ ଲୋକ ରାଗିଥାନ୍ତେ କି କ୍ରୋଧାନ୍ୱିତ ହୋଇଥାନ୍ତେ ତାହେଲେ ସବୁଯାକ ଏକକାଳୀନ ଆଟାକ୍ କରିଥାନ୍ତେ। କିନ୍ତୁ କେବଳ ମୁଷ୍ଟିମେୟ କେତେ ଜଣ ଯେଉଁ 100-150 ଲୋକ ଗୋଟିଏ ପର୍ଟିକୁଲାର 4 ନମ୍ବର ଗ୍ୟାଲେରୀ ଆଉ 2 ନମ୍ବର ଗ୍ୟାଲେରୀରୁ କିଛି ପାଣି ବୋତଲ ଫୋପାଡ଼ିଲେ ଭବିଷ୍ୟତ ପାଇଁକା କିଛି ତ ମୁଁ ଭାବୁନି। କିନ୍ତୁ ଖାଲି ମୁଁ ଶୁଣିବାକୁ ପାଇଲି କାରଣ ମୁଁ ତ ପଡ଼ିଆରେ ଥିଲି, ମୁଁ କମେଣ୍ଟ୍ରି ଶୁଣି ନାହିଁ। ଗାଭାସ୍କର ଗୋଟେ ଏଡ଼େ ବଡ଼ ମାନେ ୱାର୍ଲଡ କ୍ଲାସ୍ର ଖେଳାଳି ସିଏ ଯଦି ଗୋଟେ କମେଣ୍ଟ୍ରି ବକ୍ସରେ ବସିକିରି କମେଣ୍ଟ କରିଦେବେ ଯେ 5 ବର୍ଷ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ବ୍ୟାନ୍ ହୋଇଗଲା, କି ତୁମେ ତ ଆସିଛ କମେଣ୍ଟ୍ରି କରିବ, ଘରକୁ ନେଇ ବିସିସିଆଇର ପଇସା ନେବ, କମେଣ୍ଟ୍ରି କରିବାକୁ ଯିବ, ତୁମକୁ କିଏ ଅଥରିଟି ଦେଲା ଯେ ତୁମେ ବ୍ୟାନ୍ କରିବା ଦାୟିତ୍ୱ ତୁମ ଉପରେ ଅଛି? ବ୍ୟାନ୍ କରିବ ତ ବିସିସିଆଇ ବ୍ୟାନ୍ କରିବ। ନିୟମ ଅଛି, ମ୍ୟାଚ୍ ରେଫରି ବିସିସିଆଇ ପଠାଇଛି, ଅବଜର୍ଭର ମ୍ୟାଚ୍ ପଠାଇଛି ବିସିସିଆଇ, ସେମାନେ ବିଧିବଦ୍ଧ ଭାବେ ରିପୋର୍ଟ ଦେବେ ବିସିସିଆଇକି। ବିସିସିଆଇର କମିଟି ଅଛି, ସେ କମିଟିରେ ପଡ଼ିବ। କମିଟିରେ ପଡ଼ିଲା ପରେ ତାଙ୍କର ଯଦି ମନରେ କିଛି ସନ୍ଦେହ ଥାଏ ସେ ଓସିଏକୁ ଏକ୍ସଟେନସନ୍ ମାଗିବେ, ଓସିଏ ତା'ର ରିପ୍ଲାଏ ଦେବ, ତାପରେ ଯାଇକି ଯାହା ଡିସିସନ୍ ହେବ ନା। ସେଠି ତୁମେ ବସିକିରି କମିଟି ରୁମ୍ରେ କହିଦେବ ଯେ 5 ବର୍ଷ ବ୍ୟାନ୍ ହେଲା।